ଆଜି ମୁଁ ଆପଣଙ୍କ ସମ୍ମୁଖରେ ସେହି ବହୁମୂଲ୍ୟ ସମ୍ପଦ ବିଷୟରେ କହିବାକୁ ଯାଉଛି, ଯାହାକୁ ଥରେ ହରାଇଲେ ସାରା ଦୁନିଆର ସବୁ ସମ୍ପତ୍ତି ଦେଇ ମଧ୍ୟ ଫେରାଇ ଅଣାଯାଇପାରିବ ନାହିଁ। ସେଇଟି ହେଉଛି ସମୟ। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, କାଳଲକ୍ଷ୍ମୀ ଲୋକକ୍ଷୟକୃତ୍ ପ୍ରବୃଦ୍ଧୋ, ଅର୍ଥାତ୍ ମୁଁ ହିଁ ସମୟ, ଯିଏ ସମଗ୍ର ବିଶ୍ୱକୁ ପରିଚାଳିତ କରେ। ଏହି ସନ୍ଦର୍ଭରେ ଶ୍ରୀକୃଷ୍ଣଙ୍କ ଜୀବନର ଏକ ସୁନ୍ଦର କାହାଣୀଟିଏ ଶୁଣନ୍ତୁ। କାହାଣୀ ଶ୍ରୀକୃଷ୍ଣ ଓ ଆଳସ୍ୟପରାୟଣା ଶିଷ୍ୟା। ଥରେ ଜଣେ ଶିଷ୍ୟା ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ପ୍ରଭୁ, ମୁଁ ମୋ ଜୀବନରେ ସଫଳ ହେବାକୁ ଚାହେଁ, କିନ୍ତୁ ମୋତେ ଲାଗୁଛି ସଫଳତା ପାଇଁ ଏବେ ବହୁତ ସମୟ ଅଛି। ଆଜି ନୁହେଁ, ମୁଁ କାଲିଠାରୁ ସାଧନା ଆରମ୍ଭ କରିବି। ଶ୍ରୀକୃଷ୍ଣ ତାଙ୍କୁ ବୁଝାଇବା ପାଇଁ ଏକ ପାରସ ପଥର ଦେଇ କହିଲେ, ହେ ଶିଷ୍ୟା, ଏହି ପଥରଟିକୁ ତୁମ ପାଖରେ ରଖ। ଏହା ଯେଉଁ ଲୁହାକୁ ଛୁଇଁବ ତାହା ସୁନା ହୋଇଯିବ। କିନ୍ତୁ ସର୍ତ୍ତ ଏହା ଯେ ଆସନ୍ତାକାଲି ସୂର୍ଯ୍ୟାସ୍ତ ସମୟରେ ମୁଁ ଏହାକୁ ଫେରସ୍ତ ନେଇଯିବି। ଶିଷ୍ୟା ଜଣକ ବହୁତ ଖୁସି ହୋଇଗଲା। ସେ ଭାବିଲା, ଏବେ ତ ବହୁତ ସମୟ ଅଛି। ପ୍ରଥମେ ଟିକେ ଆରାମ କରିନିଏ, ତାପରେ ଲୁହା କିଣି ସୁନା କରିଦେବି। ଦ୍ୱିତୀୟ ଦିନ ଯେତେବେଳେ ସେ ଶୋଇକି ଉଠିଲା, ସେ ଭାବିଲା, ଖାଇସାରି ଲୁହା ଆଣିବାକୁ ଯିବି। କିନ୍ତୁ ଖାଇସାରିବା ପରେ ପୁଣି ତାକୁ ଆଳସ୍ୟ ଘୋଟିଲା। ଯେତେବେଳେ ସେ ଦେଖିଲା ସୂର୍ଯ୍ୟ ବୁଡ଼ିବାକୁ ଯାଉଛନ୍ତି, ସେ ଦୌଡ଼ିବାକୁ ଲାଗିଲା। କିନ୍ତୁ ବଜାରରେ ପହଞ୍ଚିବା ପୂର୍ବରୁ ସୂର୍ଯ୍ୟାସ୍ତ ହୋଇଗଲା ଏବଂ ଶ୍ରୀକୃଷ୍ଣ ସେହି ପଥରଟି ଫେରାଇ ନେଲେ। ସେହି ଶିଷ୍ୟଟି ଆଳସ୍ୟରେ ନିଜର ବହୁମୂଲ୍ୟ ସମୟ ନଷ୍ଟ କରି ଶେଷରେ କେବଳ ପଶ୍ଚାତାପ ହିଁ କଲା। ଶ୍ରୀକୃଷ୍ଣଙ୍କ ଅମୃତ ବାଣୀ। ସେତେବେଳେ ଶ୍ରୀକୃଷ୍ଣ ଏହି ମହାନ ଉପଦେଶ ଦେଇଥିଲେ, ହେ ମାନବ, ଯିଏ ସମୟକୁ ଅପବ୍ୟୟ କରେ, ସମୟ ତାକୁ ନଷ୍ଟ କରିଦିଏ। ଏହି ଦୁନିଆରେ ଆଜି ଏବଂ ଏବେ ହିଁ ସତ୍ୟ। କାଲି ଏକ ଭ୍ରମ, ଯାହା କେବେ ଆସେ ନାହିଁ। ପ୍ରେରଣା ଓ ନିଷ୍କର୍ଷ। ମୋର ପ୍ରିୟ ବନ୍ଧୁଗଣ, ଆଜିର ଏହି ବୈଷୟିକ ଯୁଗରେ ଆମେ ମଧ୍ୟ ମୋବାଇଲ, ସୋସିଆଲ ମିଡିଆ କିମ୍ବା ଅନାବଶ୍ୟକ କାମରେ ଆମର ବହୁମୂଲ୍ୟ ସମୟକୁ ନଷ୍ଟ କରୁଛୁ। ଆମେ ଭାବୁଛୁ ଆମ ପାଖରେ ବହୁତ ସମୟ ଅଛି, କିନ୍ତୁ ବାସ୍ତବରେ ଆମ ପାଖରେ ଥିବା ପ୍ରତିଟି ସେକେଣ୍ଡ ଆମ ଜୀବନରୁ କମି କମି ଯାଉଛି। ମନେ ରଖନ୍ତୁ, ଧନ ଗଲେ ପୁଣି ମିଳିବ, ସ୍ୱାସ୍ଥ୍ୟ ଗଲେ ପୁଣି ଫେରିବ, କିନ୍ତୁ ସମୟ ଥରେ ଗଲେ କୋଟି କୋଟି ଟଙ୍କା ଦେଲେ ମଧ୍ୟ ତାକୁ ଫେରାଇ ପାଇ ହେବ ନାହିଁ। ଯେଉଁମାନେ ଆଜିର କାମ କାଲି ଉପରେ ଛାଡ଼ନ୍ତି, ସେମାନେ ଜୀବନରେ କେବଳ ଅନ୍ୟର ସଫଳତା ଦେଖନ୍ତି, ନିଜେ ସଫଳ ହୋଇପାରନ୍ତି ନାହିଁ। ତେଣୁ ଆସନ୍ତୁ ଆଜିଠାରୁ ଏହି ମୁହୂର୍ତ୍ତରୁ ଶପଥ ନେବା ଯେ ଆମେ ଆଳସ୍ୟ ତ୍ୟାଗ କରିବା ଏବଂ ସମୟର ସଠିକ୍ ବିନିଯୋଗ କରି ନିଜର ତଥା ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା। ଶ୍ରୀକୃଷ୍ଣଙ୍କ ଶବ୍ଦରେ, ନିଜର କର୍ମରେ ହିଁ ଧ୍ୟାନ ଦିଅ, ସମୟ ତୁମକୁ ସଫଳତାର ଶୀର୍ଷରେ ପହଞ୍ଚାଇବ। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।